ଭାରତରେ ଆଜିକାଲି ମଧୁମେହ ରୋଗରେ 20ରୁ 30 ବର୍ଷ ବୟସ୍କ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ମହିଳାମାନେ ପ୍ରାରମ୍ଭିକ ଟାଇପ୍ 2 ମଧୁମେହରେ ପୀଡ଼ିତ ହେଉଥିବା ମଧ୍ୟ ଜଣାପଡ଼ିଛି। ଏହାର ଅର୍ଥ ହେଉଛି ଆମେ ଏକ ସମ୍ଭାବ୍ୟ ବିନାଶକାରୀ ମଧୁମେହ ମହାମାରୀ ନିକଟତର ହେଉଛି। ମୋଟାପଣ ଏହି ରୋଗର ସବୁଠାରୁ ବଡ଼ କାରଣ ବୋଲି କୁହାଯାଏ। ଏହା ସହିତ ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଅଭ୍ୟାସ ଏବଂ ବ୍ୟାୟାମ ନ କରିବା ମଧ୍ୟ ଏହି ରୋଗ ହେବାର କାରଣ। ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷ ଭାବେ ଖାଦ୍ୟପେୟଠାରୁ ଆରମ୍ଭ କରି ଜୀବନଶୈଳୀରେ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ମଧୁମେହ ରୋଗୀଙ୍କ ଶରୀରରେ ରକ୍ତରେ ଶର୍କରାର ସ୍ତର ବୃଦ୍ଧି ପାଏ, ତେବେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ପ୍ରଶ୍ନ ଉଠେ, ମଧୁମେହ ରୋଗୀ ଗୁଡ଼ ଖାଇବା ଉଚିତ କି? ଗୁଡ଼କୁ ଚିନି ଅପେକ୍ଷା ସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଏ। ଏଥିରେ ଭାଇଟାମିନ୍ ଓ ଖଣିଜ ସାର ଭଳି ଅନେକ ସ୍ୱାସ୍ଥ୍ୟବର୍ଦ୍ଧକ ଗୁଣ ରହିଥାଏ। ଗୁଡ଼ରେ ଆଇରନ୍, କ୍ୟାଲସିୟମ୍, ପୋଟାସିୟମ୍ ଓ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଚିନିରେ ନଥାଏ। ଚିନି ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥିବାରୁ ଗୁଡ଼ ଏହାର ଏକ ସ୍ୱାସ୍ଥ୍ୟକର ବିକଳ୍ପ। ଗୁଡ଼ ଖାଇବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଏ। ଏହା ପେଟ ଗ୍ୟାସ୍, ଫୁଲିବା ଓ ଅନ୍ୟାନ୍ୟ ପେଟ ସମସ୍ୟାକୁ ଦୂର କରେ। ଗୁଡ଼ ଖାଇବା ଦ୍ୱାରା ରକ୍ତ ମଧ୍ୟ ପରିଷ୍କାର ହୋଇଥାଏ। ଗୁଡ଼ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଗୁଡ଼ରେ ପୋଟାସିୟମ୍ ନାମକ ଆଉ ଏକ ପୋଷକ ତତ୍ତ୍ୱ ଥିବାରୁ ଏହା ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ କରେ। ଯଦି ନିୟମିତ ଗୁଡ଼ ପାଣି ପିଅନ୍ତି, ତେବେ ଆପଣ ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ କରିପାରିବେ।